Hey, good morning. Welcome to a new vlog. ମାନେ ଆଜି ସକାଳୁ ଉଠି ଦାନ୍ତ ଘଷି ନେଇ ଆସିଲି ଖାଇବାକୁ ଆମର ଇଏ ପିଠା ନାଉ ପିଠା ଖାଉଛି। ବୋଉ ଗାଧୋଉଛି। ଆସି ଟାଇମ୍ ବାଜିଲାଣି 8:15 ହବନି। ସ୍କୁଲ ଯିବା ପାଇଁ ବାହାରିଛି। ମୁଁ ଖାଇଦେଇକି ଭଜା ବି ଭାଜି ଦେଇଛି ବୋଉ ଉଠି ସକାଳୁ ଆଳୁ ସିମ ଭଜା। ତ ଏଇଟା ଖାଇବା, ତାପରେ ଭାତ ଖାଇବା ପଛକୁ 10ଟା ବେଳକୁ ବୋଉ ପଳାଇବ ରହିବା ଆଉ। ଆପଣମାନେ ଭାବୁଥିବେ ବ୍ଲଗ୍ ଏବେ କ'ଣ କରୁନି ଭଲ ହେଇକି ଇଆଡ଼ୁ ସିଆଡ଼ୁ କରି ଛାଡ଼ି ଦେଉଛି। ମୁଁ ଖେଳିବାକୁ ପଳାଉଛି ସେଇଠୁ କାମ ନଷ୍ଟ ହେଇଯାଉଛି। ମାନେ ଯାଉଛି ଖେଳିବାକୁ ସେଠି ଇଚ୍ଛା ହେଉଛି ଖେଳିପାରୁନି, ଭିଡ଼ିଓ ଫିଡ଼ିଓ କିଛି କରିପାରୁନି। ସେଠିକି ଯିବିନି, ଭିଡ଼ିଓ ଖାଲି ଭିଡ଼ିଓ ହବ। ତ ଭାଇ ଟାଇମ୍ ବାଜିଲାଣି ଏଇନା କେତେ 10:30 ହେଲାଣି। ତ ବୋଉ ସ୍କୁଲ ପଳେଇଛି 9:30 ବେଳୁ। ମୁଁ ଏଡ଼ିଟିଂ କରିକି ମାନେ ଭିଡ଼ିଓ ଛାଡ଼ିଦେଇ ଦେଖିପାରିବେ ଆପଣ ଯାଇକି ଯେଉଁ ଜଗନ୍ର ପୋଷା କୁକୁର। ତ ଏଡ଼ିଟିଂ କରି ବନେଇ ଅପଲୋଡ଼ କରି ବହୁତ ଟାଇମ୍ ଲାଗିଲା। ଭିଡ଼ିଓ ସରିଲା ଅପଲୋଡ଼ କରି। ଏଇନା ମୁଁ ଘରେ ଥିଲି ଏକାଟିଆ, ତ ବୋଉ ତ ପଳେଇଲା ସ୍କୁଲ, ଏକାଟିଆ ଅଛି। ତ ଆମର ଯେଉଁ ଦୋକାନ ଏଇଟା ଅଛି ବଣଖଳା, ଏଇଟା ଚାଲେ ସେଠି ଗୋଟେ ଆଇସ୍କ୍ରିମ୍ ଯାଇ ଖାଇକି ଆସିବା। ମାନେ ଆଉ କ'ଣ କହିବି, ମୁଁ ଯାଇଥିଲି ଦୋକାନକୁ ଆଇସ୍କ୍ରିମ୍ ଖାଇକି ଆଇଲି କି ନା, ମାନେ ଘରେ ତାଲା ପକେଇ ଯାଇନଥିଲି। ଯେଉଁ ଗ୍ରିଲ୍ ମାନେ ମେନ୍ କବାଟ, ଯେଉଁ କବାଟ ତ ସେଇଟା ସେ ଗ୍ରିଲ୍ ମାନେ ଦେଇକି ଯାଇନଥିଲି। ଆସିଲା ବେଳକୁ ଖୋଲା ମନା ମାନେ ନେଇ ପଇସା ସାଙ୍ଗେ ସାଙ୍ଗେ ପଳେଇଛି। ଯାହା କୁକୁର ପଶିନି କି ନା ଆସିନାହାନ୍ତି। ଯାହା ହଉ ମାନେ ବସିକି ଭଲ ଲାଗୁଥିଲା। ଭୋକ ମୋତେ କଲା ପୁଣି। ଫଳ ଥିଲା ଯାଇ କାଟି ନେଇ ଆଇଲି। 4 ଫାଳ କରିଦେଲି। ମାନେ ମିଠା ଲାଗୁଛି ଏତେ କ'ଣ ଆଉ କହିବି। ମାନେ ଚିନି ମାନେ ମହୁ କି ବହୁତ ମିଠା ଫଳ। ମାନେ ମିଠା ମାନେ ବାଦଲ ହରିଆ ବାଇକ୍ ସବୁ ଫୋନ୍ ଥିଲା ରାଜା ହରିଆ ଖେଳ ହବ ଆଇ। ଆଉ ଯିବିନି ଖେଳ କାରଣ ଭିଡ଼ିଓ ଏଡିଟ୍ କରିପାରୁନି ମୁଁ ଭଲରେ। ମନେ ରହୁଛି ଏଠି ଭିଡ଼ିଓ ଏଡ଼ିଟିଂ କରିପାରୁନି, ବ୍ଲଗ୍ କିଛି କରିପାରୁନି। ଯିବିନି ତ ଖେଳିବାକୁ। ମୁଁ କହିଲି ନା ମୁଁ ଯିବିନି, ତମେ ଖେଳ। ପିଲା ବି ଅଳ୍ପ ଥିଲେ, ମନା କରିଦେଲି ଯିବିନି। ବ୍ୟାଟିଂ ଯିବେ ବୋଲି କ'ଣ ହେଉଛନ୍ତି ଦେଖ, ବୋଲିଂ ଯିବା ପାଇଁ। ତ ଗାଇସ୍ ମାନେ ଏଇନା ଖେଳ ସରିଲା। ମୁଁ ଯେତେ କହୁଛି ଆସିବିନି ଖେଳିବାକୁ, ଏଇ ଜଗା ଡାକି ନେଇଯାଉଛି। ଗୋଟେ ଗେଞ୍ଜି ସାର୍ଟ ଟିମ୍ରେ ଦେଇଛନ୍ତି ବୋଲି 400 ଟଙ୍କା ଦେଇଛି। ଜଗା 9 ସିଏ ଡେଲି ଏଗାରି ପିନ୍ଧିକି ଶୋଉଛି, ଇଏ କରୁଛି ଅଗା। ଚାଲ ଯିବା ଘରକୁ ଏବେ। ଆଉ କ'ଣ କହିବି, ମାନେ ଏଇନା ଆସିକି ଘରେ ପହଞ୍ଚିଲି 1:15 ବାଜିଲାଣି। ତ ଭାତ ଗରମ ହେଉଛି ଖେଳିକି ଆଇଲି। ତ ଚାଲ ଗାଧେଇ ପଳେଇ ଆସିବା, ପୁରା ମୁଣ୍ଡ ସଫା କରିବା, ସାମ୍ପୁ ମାରି। ତ ମୁଁ ମାନେ ଲଙ୍ଗ୍ ହେୟାର୍ କରିବାରେ ଅଛି, ମାନେ ବଡ଼ ପୁରା ଯେଉଁ ଲଙ୍ଗ୍ ହେୟାର୍ କରିବି। କେତେ ତଥାପି ବଡ଼ ବହୁତ ହେଇଗଲାଣି। ତ ଆଉ କେତେ 2 ମାସ 3 ମାସ ବହୁତ ବଡ଼ ହେଇଯିବ। ସାମ୍ପୁ ମାରି ପୁରା କେୟାର କରିଛି ଚୁଟିର, ଏଇନା ଝଡ଼ିବ ନହେଲେ ଉପୁଡ଼ିବ। ଚାଲ ଯାଇ ଗାଧେଇ ପଳେଇ ଆସିବା ଆଉ। ଗାଇସ୍ ମାନେ ଏଇନା ଗାଧେଇ ପଳେଇ ଆଇଛି। 1:30 ବାଜିଲାଣି, 45 ଗୋଟେ ହବନି। ତ ଗାଧେଇ ପଳେଇ ଆଇଛି। ବୋଉ ଆସିବା ଅଧଘଣ୍ଟେ ପରେ। ତ ଗାଧେଇ ଆସିଲି ମାନେ ଶୀତ ବି ନାହିଁ, ଗରମ ବି ନାହିଁ, ପୁରା ସାଧା। ମାନେ ଫାକିଆ ଲାଗୁଛି, ମାନେ ଖରାଦିନ ବି ଆସିଲାଣି, ଏତେ ଶୀତ ବି କରୁନି। ସକାଳେ ଆସି ଟିକେ କରିଥିଲା, ହେଲେ ଗାଧେଇ ପଡ଼ିବ ଗରମ ହଉଥିବ, ଗାଧେଇ ପଡ଼ିବ ବାକି ଲାଗିବ। ତ ଚାଲ ଛାତ ଉପରକୁ ଟିକେ ଯିବା, ଚାଲ ଦେଖିବା ବୁଲିବା, ସେଠି ବସିକି। ଟାଇମ୍ 2:30 ବାଜିଲାଣି। ମୁଁ ଆସିକି ଟିକେ ମାଉସୀ ଘରକୁ ପଳେଇଥିଲି। ମାଉସୀ ଘର ଆସିକି ଖାଉଛି ଭାତ, ଡାଲମା, ଶାଗ କ'ଣ ମଟର, ଗୋଟେ ପିତା ଶାଗ, ଆଉ ଗୋଟେ କ'ଣ କଖାରୁ, ଗୋଟେ ନାଉ କ'ଣ ରନ୍ଧା ହେଇଛି। ମୁଁ ବୋଉ ତାର ଖାଉଛି। ଆସିଲା ବେଳକୁ ମାଉସୀ ଘର ଯାଇଥିଲି ଟିକେ ଖାଇବା। ତ ଗାଇସ୍ ଏଇନା ଖାଇବା ପିଇବା ସବୁ ସରିଯାଇଛି। ତ କଂସା ବି ଧୋଇଦେଲି। ଏଇନା ସାର୍ଟ ପ୍ୟାଣ୍ଟ ଥିଲା ଟିକେ ଗୋଡ଼ରେ ଚକୁଡ଼ି ଦେଉଛି, ତାର ନେଇ ଶୁଖେଇବି ଛାତ ଉପରେ। ତ ଆସିକି 3ଟା ବାଜିଲାଣି। ଡେଲିଭରି ବାଲା ବି ଆସିବ ଘଣ୍ଟେ ପରେ। ମୁଁ ଯେଉଁ କଭର୍ ଅର୍ଡ଼ର କରିଥିଲି, ମୋବାଇଲ୍ କଭର୍, ତ ଫୋନ୍ କଲେ ଯିବା ଠାକୁର ଆଣିବା। ଦେଖିବା ଖୋଲିବା। ତ ଗାଇସ୍ ମାନେ ଆସିକି 5ଟା ବାଜିଲାଣି। ମାନେ ଆସିସାରିଛି ଯେଉଁ କଭର୍ ଅର୍ଡ଼ର କରିଥିଲି ଏଇଟା। ଖୋଲିବା ଦେଖିବା ମାନେ କେଉଁ ଟାଇପ୍ର ରହୁଛି କ'ଣ।
সেটা কাছ উঠাইଲା বেଳକୁ ଏଟା ଉଠିଛ ନା ନା ମାନେ ଗୋଟେ ଆଗରୁ କମ୍ପାନୀ ବାଲା ଯୋଉ ଦିଅନ୍ତି ଧଳା କଲର ତ ସେଇଟା ଆଣିଥିଲି ଦେଇଥିଲା ନାଇଥିଲି ଯୋଉ ନାଇଥିଲି ସେଟା ଦେଇଥିଲି କଭର ସେଆକୁ ବୋଉ କହୁଛି ସେ କଭରଟା ଦେଇଥିଲି ସେଆ କହୁଛି ପୁଣି କଣ ଆଣିଛ ସେ ଅଲଗା ଟ୍ରାନ୍ସପେରେଣ୍ଟ ନା ନା ଏଇ ଦେଖ ଏଟା ହଉଛି ମାନେ ଆଗର ଦେଇଥିଲା କମ୍ପାନୀ ଏଟା ହଉଛି ଏବେ ଯୋଉ ଅର୍ଡର କଲି ନରମ ନରମ ଅଛି ଟ୍ରାନ୍ସପେରେଣ୍ଟ ତ ଆଉ ଗୋଟେ ମାନେ ଦେଇଛି ଗୋଟେ କଭରଟେ ମାନେ ଏବେ ମୋବାଇଲରେ ଅଛି ଦେଖଉଛି ରୁହ ଖୋଲିକି 90 ଟଙ୍କା ମାନେ 3ଟା ହେଇଯାଇଛି ନା କଭର ଖାଲି ଏଟା ଛାଡ଼ ଏଟା ମସିଆ ଏଜ୍ ମାନେ ଆଗରୁ ଦିଆଯାଇଥିଲା କମ୍ପାନୀ ବାଲା ଏଇ ଦିଟା ଆଉ ଏଟା ନେଇଥିଲା 120 ଟଙ୍କା ଆଣିଥିଲା ଆମ ଛକରୁ କିଣି ଏଟା 90 ଟଙ୍କା ଦବା ଦେଖିବା ଦେଖାଯାଉଛି ପୁରା ତ ଗାଇସ୍ ମାନେ କଭର ଦେଇ ଦେଇଛି ମାନେ ପୁରା ପତଳା ମାନେ ପୁରା ସଫ୍ଟ ଭଲ ଲାଗୁଛି ମାନେ କଭରଟା ମୋବାଇଲ ଜଣା ପଡୁନି କଭର ଦିଆଯାଇଛି ପୁରା ଧଳା ସହିତ ମିଶି ଯାଉଛି Realme P3 5G ମାନେ ଆପଣମାନେ ସର୍ଚ୍ଚ ମାନେ ଦେଖିପାରିବେ ମୋ ମୋବାଇଲଟା କୋଉ ଟାଇପର ମାନେ ଗେମିଂ ଟାଇପର ପୁରା ମାନେ ଧଳା ପୁରା କଭରକୁ ଏଇଟା ମୋବାଇଲ ବି ଧଳା ଆଉ ଗୋଟେ ମୋବାଇଲ ଥାନ୍ତେ ଦେଖିଥାନ୍ତେ ଟିକେ ମୋବାଇଲର ବ୍ୟାକ୍ ଇଏଟା ପୁଣି ମୋବାଇଲ ଆସିବନି କ୍ୟାମେରା ଜମା ଭଲ ଭାଙ୍ଗି ଯାଇଛି କ୍ୟାମେରା ତାର ଦେଖିଥାନ୍ତି ତ କଭର ପକେଇଦେଲି ମାନେ ବାକିଆ ଦେଖାଉଛି ନା ଯିବା ଖେଳିବାକୁ ଆମର ସେଠିକି ଚାଲ ଦେଖିବା ଏଠି ସବୁ ଦେଖିବେ କଭରଟା ମାନେ ଦେଖ ୟା ଦେହରେ ପୁରା ଦେଲେ ଖୋଳଟା ନୂଆ ହେଇଛି ଏଟା ଆଧରେ ପୁରେଇକି ରିଟର୍ନ ମାରିଦେବି ଏକ୍ସଚେଞ୍ଜ ଏମିତି ଜାଣିଦେବ କଳା ଏଟା କଣ ସେ ଜାଣିପାରିବନି ସେ ତ ଦେଖିନଥିବେ ନା ଏଟା କଣ ଭିତରେ କୋଉଟା ଅଛି ଜଣା ପଡ଼ିବନି ମାରିଲେ ବି ଜଣା ପଡ଼ିବନି ନା ଥାଉ ଗୋଟେ ତାକୁ ରଖିବା ଏବେ ଚାଲ ଯିବା ଖେଳିବା ତାପରେ ତ ଗାଇସ୍ ମାନେ ସେଠି ଖେଳିଲେଣି ଆଜି ଯୋଉ ସର୍ଟ ବାଉଣ୍ଡ୍ରି ତ ମୁଁ ପଳେଇ ଆସିଲି ପଡ଼ିଆ ଗୋଟେ ଜଗା ବି ଖେଳୁଛି ଆହୁରି ମାନେ 10ମ ଛୁଆ ବି ଖେଳୁଛନ୍ତି ପରୀକ୍ଷା ଆଉ ରହିଲା 4-5 ଦିନ ନା 8 ଦିନ ମଧ୍ୟରେ ରହିଲା ଆଉ ওই ଦେଖ କଣ କହିବ ଏଠି କଣ ଟାଇଆ ওই ସେଠି ଜଗା ଟୋପି ନାଇଁ ଛିଡ଼ା ହେଇଛି ଦେଖ ଖେଳୁଛନ୍ତି ମୁଁ ଏବେ ଆସିଲେ ଆଉ କଣ ଖେଳିବି ପୁରେଇବେ କି ପୁରେଇବେନି ତ ଖେଳୁଛନ୍ତି ବସିଛି ଏଠି ଏକାଠିଆ ବସିକି ଅଳ୍ପ ସମୟ ପଳାଏ ଆଉ ତ ଗାଇସ୍ ମାନେ ଆସିକି ବାଜିଲାଣି 6:30 ଟାଇମ୍ ଯାଇଥିଲି ଟିକେ ପଦାକୁ ମାନେ ପଣଖଳା ପଡ଼ିଆ ଆଡ଼ୁ ଆସିଲା ବେଳକୁ ବୋଉ ପଳେଇଛି ଗୋଟେ ତାର ଗୀତ ବୋଲା ଅଛି ମାନେ ବୋଉ ଗୀତ ବୁଲିବାକୁ ଯାଏ ସବୁ କଣ ହେଲେ ଯାଇଛି ମୁଁ ଏଇନା ଘରେ ଏକାଠି ଆସି 7:30 ହେଲାଣି ପିଠା ଏଇନା କରିକି ଖାଇବି ମାନେ ମୋବାଇଲ କଭରଟା ମୁଁ ବାହାର କରିଦେଲି କାହିଁକିନା ମାନେ ଯୋଉ ଗ୍ଲାସ୍ ଉଠେଇ ଦେଉଛି ଏଇଟା ପକେଇଲା ବେଳକୁ ତ ମୁଁ ଛୋଟ ଗ୍ଲାସ୍ ଟିକେ ପକେଇବି ଯାଇ ଦୋକାନରୁ ଏଇଟା ମାନେ ପକେଇଲା ବେଳକୁ ଉଠି ଯାଉଛି ସାଇଡ଼୍ରେ ଯୋଉ ଦେଖିବେ ଏଇଟା ପକେଇନି କେତେବେଳେ ଆମେ ପକେଇବା ଆଉ ସେଇଟା ପକେଇବା ହେଲା କଳାଟା ତ ଚାଲ ଏଇନା ପିଠା କରି ଖାଇବା ଆଜି ବ୍ଲଗ୍ଟି ଏଣ୍ଡ କରିଦେବି ଭାବୁଛି ତ ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ କରିବା ଭୁଲିବେନି ଥ୍ୟାଙ୍କ୍ସ ଫର୍ ୱାଚିଂ ବାଏ।